समय तुमको निहाती चाकराटे दरकार हेले तुम्हें से चिंता कर ना मुझे हेले भी तुम चाकराणीटी जोगाड़ करी शांति हुआनाल महाराणी अधीर खोजी देवी चाकराणी झियो स्वामी शांति सती स्वामी हुआनाल महाराणी अधीर खोजी देवी चाकराणी झियो हुआनाल महाराणी अधीर खोजी देवी चाकराणी झियो चारि दिगरे पठाई सैन्य खोजी आनी देवी बहन चारि दिगरे पठाई सैन्य खोजी आनी देवी बहन सेनाले देवी चतुर्दिगर महारानी शांति स्वामी हुआनाल महाराणी अधीर खोजी देवी चाकराणी झियो हुआनाल महाराणी अधीर खोजी देवी चाकराणी झियो महारानी शांति स्वामी चारिदिके शांति लता प्रहरी मु पठाइबी दास दासी आनी तुम पाखरे रखाइबी चारिदिके शांति लता प्रहरी मु पठाइबी दास दासी आनी तुम पाखरे रखाइबी गीते सुधांशु लताई नुह कातर शांति स्वामी हुआनाल महाराणी अधीर खोजी देवी चाकराणी झियो हुआनाल महाराणी अधीर खोजी देवी चाकराणी झियो महारानी शांति स्वामी जेमिति हेले मु तुम चाकराणीटे जोगाड़ करी तुम से चिंता करना स्वामी आम राज्य में अनेक दास दासी मैंने रही हाँ स्वामी जड़े दासी को डाकी तुम सेवा जत्न लगई देवी स्वामी तुम्हें से चिंता करना शांति ठीक अछि, स्वामी। तुम्हें से चिंता करना हाँ स्वामी हाँ शांति वर्तमान मोटी विश्राम नेବାକୁ ଚାହେଁ स्वामी हाँ शांति मोटी विश्राम ନେବାକୁ ଚାହେଁ तुम्हें ठीक कह यही समय तुमको निहाती विश्राम नेबा जरूरी स्वामी हेले आस शांति आमे ए राति कटा कटे दे सकाळ पड़ला मात्रके मुझे हेले भी तुम दासीटे जोगाड़ करी ठीक ଅଛି आस स्वामी शांति ठीक ଅଛି स्वामी ताहले आस
କିଏ ତୁମେ କ'ଣ ପାଇଁ ଏ ରାଜପ୍ରସାଦକୁ ଆସିଅଛ? ମହାରାଜ ମୁଁ ହେଉଛି ଆପଣଙ୍କ ରାଜ୍ୟରେ ଯୋଉ ମନ୍ତ୍ରୀ ପଦରେ କାମ କରୁଥିଲେ। ଆମ ରାଜ୍ୟରେ ମନ୍ତ୍ରୀ ପଦରେ କାମ କରୁଥିଲେ? ହଁ ମହାରାଜ ମୁଁ ହେଉଛି ତାଙ୍କର ସ୍ତ୍ରୀ ମହାରାଜ। ମାନେ ତୁମେ ହେଉଛ ଆମ ସତ୍ୟବ୍ରତ ମହାମନ୍ତ୍ରୀଙ୍କ ସ୍ତ୍ରୀ? ହଁ ମହାରାଜ। ହେଲେ ଏ ଯାଏ କାହିଁକି ସତ୍ୟବ୍ରତ ଆସିଲେନି? ହେଲେ ମହାରାଜ ମୋ ସ୍ୱାମୀ କୌଣସି ଦୈବୀ ଦୁର୍ଘଟଣାରେ ତାଙ୍କର ମୃତ୍ୟୁବରଣ ହେଇଗଲା ମହାରାଜ। ତୁମେ କ'ଣ କହୁଛ? ତାମାନେ ଆମ ମହାମନ୍ତ୍ରୀ ସତ୍ୟବ୍ରତ ଦୈବ ଦୁର୍ଘଟଣାରେ ମୃତ୍ୟୁବରଣ କଲେ? ହଁ ମହାରାଜ ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି ମହାରାଜ। ଆପଣ ଯଦି ମୋତେ କିଛି ଗୋଟିଏ କାମ ଦେଇଦେଲେ ମୁଁ ଆପଣଙ୍କ ରାଜ୍ୟରେ ରହିଯିବି ମହାରାଜ, ରହିଯିବି। ତୁମେ କହିବା କଥାଟା ଠିକ୍, କିନ୍ତୁ ମହାମନ୍ତ୍ରୀ ସତ୍ୟବ୍ରତ ବହୁତ ଭଲ ଲୋକ ଥିଲେ। ମହାରାଣୀ ଶାନ୍ତି, ସ୍ୱାମୀ ତୁମେ ପରା କହୁଥିଲ ତୁମକୁ ଚାକରାଟିଏ ଦରକାର ବୋଲି। ହଁ ସ୍ୱାମୀ, ହେଲେ ମହାମନ୍ତ୍ରୀ ସତ୍ୟବ୍ରତ ଭଲ ଲୋକ ଥିଲେ। ହଁ ସ୍ୱାମୀ, ତାଙ୍କ ସ୍ତ୍ରୀ ଯେତେବେଳେ ଆମ ପାଖକୁ କିଛି କାମ ପାଇଁ ଆସିଛନ୍ତି, ସ୍ୱାମୀ, ତାକୁ ଯଦି ତୁମ ପାଖରେ ଚାକରାଣୀ ଭାବରେ ରଖିଦେଲେ ଭଲ ହବ ନା? ହଁ ସ୍ୱାମୀ, ମହାମନ୍ତ୍ରୀ ସତ୍ୟବ୍ରତ ବହୁତ ଭଲ ଲୋକ ଥିଲେ। ହଁ ଶାନ୍ତି, ହେଲେ ସେ ତ ଉପରକୁ ଚାଲି ଯାଇଛନ୍ତି। ହେଲେ ଦୁଃଖୀ ଦରିଦ୍ରଙ୍କ ପାଇଁ ଯଦି ସେମାନଙ୍କୁ ସାହାଯ୍ୟ ନ କରିବା, ହେଲେ ରାଜାର କର୍ତ୍ତବ୍ୟ ହେଉଛି ଦୁଃଖୀ ଦରିଦ୍ରଙ୍କ ପାଇଁ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ତୁମେ ଠିକ୍ ଅଛ ମହାରାଣୀ। ସ୍ୱାମୀ, ମୋ ପାଇଁ ବି ଚାକରୀ ଟିକେ ଦରକାର ଥିଲା। ହେଲେ ସେ ଭଉଣୀ ଯଦି ମୋ ପାଖରେ ରହିଗଲେ ବହୁତ ଭଲ ହବ ସ୍ୱାମୀ, ବହୁତ ଭଲ ହବ। ତୁମେ ଠିକ୍ ଅଛ ମହାରାଣୀ ଶାନ୍ତି। ହଁ ସ୍ୱାମୀ, ହେଲେ ମୁଁ ଜଣେ ରାଜା ହୋଇ ଯଦି ପ୍ରଜାଙ୍କର ସେବା ନ କରିବି, ହଁ ସ୍ୱାମୀ, ତାହେଲେ ସେ ରାଜାର ଧର୍ମ ନୁହଁ। ହଁ ସ୍ୱାମୀ, ସେଇଥିପାଇଁ ଠିକ୍ ଅଛି, ତାହେଲେ ତୁମେ କ'ଣ ଚାକରାଣୀ ଭାବରେ ରହିପାରିବ? ନିଶ୍ଚୟ ମହାରାଜ ମୁଁ ରହିପାରିବି। ହେଲେ ମହାରାଜ ହେଲେ ମୁଁ ବର୍ତ୍ତମାନ ଗୋଟିଏ ଗର୍ଭବତୀ ମହାରାଜ। ଏ ତୁମେ କ'ଣ କହୁଛ? ସ୍ୱାମୀ, ଗର୍ଭ ଅବସ୍ଥାରେ ଥାଇ ଆମ ଏଇ ରାଜପ୍ରସାଦର କାମ କରିପାରିବ? ନିଶ୍ଚୟ ମହାରାଜ ମୁଁ କରିପାରିବି। ଏଇ ମୋ ଗର୍ଭରେ ବଢୁଥିବା ଛୁଆ ପାଇଁ ମୋତେ ଆପଣ ଯେକୌଣସି କାମ ଦେଲେ ମଧ୍ୟ ମୁଁ ନିଶ୍ଚୟ କରିପାରିବି ମହାରାଜ, କରିପାରିବି। ଠିକ୍ ଅଛି, ତୁମେ ଯେତେବେଳେ ଗର୍ଭ ଅବସ୍ଥାରେ ଥାଇ ମଧ୍ୟ ଏ ଆମ ରାଜପ୍ରସାଦର କାମ କରିବା ପାଇଁ ଇଚ୍ଛା କରୁଛ, ତାହେଲେ ରହିବ। ହେଲେ ମୋ ସ୍ତ୍ରୀ ବି ଗର୍ଭ ଅବସ୍ଥାରେ ରହିଅଛନ୍ତି। ତୁମେ ତାଙ୍କର ଦେଖାଶୁଣା କରିବ ଏବଂ ଭଳମନ୍ଦ ବୁଝିବ। ନିଶ୍ଚୟ ମହାରାଜ। କିନ୍ତୁ ଗୋଟିଏ ସର୍ତ୍ତରେ। କି ସର୍ତ୍ତ ମହାରାଜ? ତୁମେ ହେଉଛ ଛୋଟ ଲୋକ, କେବେ ବି ବଡ଼ ଲୋକ ହେବାର ସ୍ୱପ୍ନ ଦେଖିବ ନାହିଁ। ନା ମହାରାଜ ନା, ଆମେ ହେଉଛୁ ଛୋଟ ଲୋକ, ଆମେ ହେଉଛୁ ଗରିବ ଲୋକ। ଆମେ ଛୋଟ ଲୋକ କେବେ ବି ବଡ଼ ଲୋକ ହେବାର ସ୍ୱପ୍ନ ଦେଖିବୁନି ମହାରାଜ। ଖାଇବାକୁ ମୁଠିଏ ଦାନା ଆଉ ପିନ୍ଧିବାକୁ ଖଣ୍ଡିଏ ଲୁଗା, ସେତିକିରେ ଯଥେଷ୍ଟ ମହାରାଜ, ଯଥେଷ୍ଟ। ଠିକ୍ ଅଛି, ତୁମେ ଯେତେବେଳେ ଗର୍ଭ ଅବସ୍ଥାରେ ଥାଇ ମଧ୍ୟ ଆମ ଏଇ ରାଜପ୍ରସାଦର କାମ କରିବା ପାଇଁ ଇଚ୍ଛା କରୁଛ, ତାହେଲେ ନିଶ୍ଚୟ ରହିବ। ହେଲେ ବାରିପଟେ ଘରଟି ଅଛି, ତୁମେ ସେଇଠି ଯାଇ ବିଶ୍ରାମ ନିଅ। କାଲି ସକାଳରୁ ତୁମେ ତୁମର କାର୍ଯ୍ୟରେ ଲାଗିବ। ଠିକ୍ ଅଛି ମହାରାଜ। ମହାରାଣୀ ଶାନ୍ତି, ସ୍ୱାମୀ,